ଶ୍ରାବଣ ମାସର ପ୍ରଥମ ସୋମବାର ଏକ ଅତ୍ୟନ୍ତ ପବିତ୍ର ଦିନ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଶିବ ମନ୍ଦିରରେ କାଉଡ଼ିଆମାନଙ୍କର ବୋଲବମ୍ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ। ଗ୍ରାମାଞ୍ଚଳର ପ୍ରତ୍ୟେକ ଶିବ ମନ୍ଦିରରେ ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ କାଉଡ଼ିଆମାନଙ୍କର ପ୍ରବଳ ଭିଡ଼। ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ଥିବା ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ପ୍ରସିଦ୍ଧ ଶିବପୀଠମାନଙ୍କରେ ପ୍ରଥମ ସୋମବାର ସକାଳୁ ହିଁ ହଜାର ହଜାର କାଉଡ଼ିଆ ଓ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। କାଉଡ଼ିଆମାନେ ବିଭିନ୍ନ ପବିତ୍ର ନଦୀରୁ କାନ୍ଧରେ ଜଳଭାର ଧରି ବୋଲବମ୍ ଧ୍ୱନି ଦେଇ ଚାଲି ଚାଲି ଆସନ୍ତି ଏବଂ ଶିବଲିଙ୍ଗରେ ଜଳ ଲାଗି କରନ୍ତି। ଶ୍ରାବଣ ମାସର ମହାଦେବଙ୍କୁ ଜଳ ଚଢ଼ାଇଲେ ମନସ୍କାମନା ପୂର୍ଣ୍ଣ ହୁଏ ଓ ଜୀବନରେ ସୁଖ ଶାନ୍ତି ଆସେ ବୋଲି ବିଶ୍ୱାସ ରହିଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭକ୍ତମାନଙ୍କ ସୁରକ୍ଷା ପାଇଁ କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସୁନ୍ଦରଗଡ଼ରୁ ରାଜୁ ପଟେଲଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।